ନା ତାଙ୍କର ନବାବରା। ଶୁଣିଲେ ଲୋକ ଶଙ୍କିଯିବ। ଧନ ନଥାଇ ବି ତାଙ୍କର ଆଉ ଗୋଟିଏ ନାଁ ଥାଏ ଧନପତ ରାୟ। ବନାରସରୁ ମୋଟେ 4 ମାଇଲ ଦୂରରେ ଲାମାହି ଗ୍ରାମରେ 1880 ମସିହା ଜୁଲାଇ 31 ତାରିଖରେ ସେ ଜନ୍ମଲାଭ କରିଥିଲେ। ଆଜି ଧନପତ କିମ୍ବା ନବାବ କହିଲେ କେହି ତାଙ୍କୁ ଚିହ୍ନନ୍ତି ନାହିଁ, ଚିହ୍ନନ୍ତି କେବଳ ପ୍ରେମଚାନ୍ଦ ବୋଲି। ଜୀବନ କାଳରେ ସେ ଦରିଦ୍ର ଥିଲେ ସତ, କିନ୍ତୁ ମୃତ୍ୟୁ ପରେ ତାଙ୍କରି ନାଁରେ ଏବେ ଲକ୍ଷେ ଟଙ୍କାର କୀର୍ତ୍ତିସ୍ତମ୍ଭ ଗଢ଼ା ହୋଇଛି। ତାଙ୍କରି ନାଁ ଦେଶ ବିଦେଶରେ ପ୍ରଚାର କରି ଭାରତୀୟମାନେ ଏବେ ଗୌରବ ଅନୁଭବ କରୁଛନ୍ତି। ବହୁ ଧନୀଙ୍କଠାରୁ ସେ ବଡ଼ ଧନୀ, ବହୁ ନବାବଙ୍କଠୁ ବଳି ସେ ବଡ଼ ନବାବ। ବିଶ୍ୱରେ ସମ୍ମାନିତ ସାହିତ୍ୟର ଜଣେ ଶ୍ରେଷ୍ଠ ସ୍ରଷ୍ଟା। ସେତେବେଳେ ଆମ ଦେଶରେ ବ୍ରିଟିଶ ଶାସନର କରାମତି। ଆମେ ପରାଧୀନ, ସ୍ୱାଧୀନ ଭାବରେ କଥା କହିପାରୁନଥାଉ। ପ୍ରେମଚାନ୍ଦ ନିର୍ଭୟରେ ଆମ ଜୀବନର କାହାଣୀମାନ ଲେଖିଲେ। ବ୍ରିଟିଶ ସରକାର ତାଙ୍କର ବହି ଜବତ କରି ବାଜ୍ୟାପ୍ତି କଲେ। ଏଣୁ ସେ ନିଜର ଚୋରା ନାଁ ରଖିଲେ ପ୍ରେମଚାନ୍ଦ। ହିନ୍ଦୀ ସାହିତ୍ୟ, ବିଶେଷତଃ ହିନ୍ଦୀ ଉପନ୍ୟାସ କଥା କହିଲେ ହିନ୍ଦୀ ଭାଷାଭାଷୀ ଲୋକେ ସବା ଆଗ ପ୍ରେମଚାନ୍ଦଙ୍କ ନାଁ ହିଁ କହନ୍ତି ସେ ହେଉଛନ୍ତି ଉପନ୍ୟାସ ସମ୍ରାଟ। ସେହି ଉପନ୍ୟାସ ସମ୍ରାଟଙ୍କର ସର୍ବଶ୍ରେଷ୍ଠ ଉପନ୍ୟାସ ହେଉଛି ଗୋଦାନ। ଏବେ ଏହା ପୃଥିବୀରେ ବହୁ ଦେଶରେ ଆଦୃତ। ରୁଷ ଦେଶରେ ବିକ୍ରି ହେଉଛି ଲକ୍ଷ ଲକ୍ଷ ସଂଖ୍ୟାରେ। ଇଂରେଜ, ଫ୍ରେଞ୍ଚ ପରି ଅନ୍ୟ କେତୋଟି ବିଶ୍ୱଭାଷାଠାରୁ ଆରମ୍ଭ କରି ଓଡ଼ିଆ, ବଙ୍ଗଳା ପରି ଭାରତୀୟ ଭାଷାରେ ମଧ୍ୟ ଏହା ଅନୁବାଦ ହୋଇସାରିଛି। ଏହି ଗୋଦାନ ଗଳ୍ପଟି ଅତି ସାଧାରଣ। ହୋରି ନାମକ ଜଣେ ଦରିଦ୍ର କୃଷକର। ଜୀବନଯାକ ସେ କଷ୍ଟ କରିଛି ଗାଈଟିଏ କିଣିବା ପାଇଁ। ମାତ୍ର ସେଥିପାଇଁ ଜୀବନରେ କେତେବେଳେ ମଧ୍ୟ ସେ ପଇସା ଯୋଗାଡ଼ କରିପାରି ନାହିଁ। ସାହୁ, ମହାଜନ, ରାଜା, ଜମିଦାରଙ୍କ ଦାଉରେ ଜୀବନ ଜୀର୍ଣ୍ଣ ହୋଇଯାଇଛି। ତାର ଦରିଦ୍ର କୃଷକର ଆତ୍ମା ହାହାକାର କରି କାନ୍ଦି ଉଠିଛି। ଏହି କରୁଣ କାହାଣୀ ଆଜି ବିଶ୍ୱର ପ୍ରତି କୋଣରେ ପ୍ରତିଧ୍ୱନିତ ହୋଇ ସମସ୍ତଙ୍କ ସହିତ ପରିଚିତ କରାଇ ଦେଇଛି ପ୍ରେମଚାନ୍ଦକୁ। ପ୍ରେମଚାନ୍ଦ ଗୋଦାନ ଲେଖିବା ଛଡ଼ା ଅନେକ ଉପନ୍ୟାସ ଲେଖିଛନ୍ତି। ସେଥିମଧ୍ୟରୁ ପ୍ରେମାଶ୍ରମ, କର୍ମଭୂମି, ରଙ୍ଗଭୂମି, ସେବା ସଦନ ଓ ପ୍ରତିଜ୍ଞା ପ୍ରଭୃତି ବହୁ ଜଣାଶୁଣା ଉପନ୍ୟାସ ଅଟେ। ତାଙ୍କର ମାନସରୋବର ଗଳ୍ପମାଳା କ୍ଷୁଦ୍ର ଗଳ୍ପର ଗୋଟିଏ ମହାସାଗର। ପ୍ରେମଚାନ୍ଦ ଥିଲେ ଜଣେ ଜଣାଶୁଣା ଗାନ୍ଧୀବାଦୀ। ଗାନ୍ଧୀଙ୍କ କଥାକୁ ସାହିତ୍ୟ ଜରିଆରେ ଲୋକମାନଙ୍କ ଭିତରେ ପ୍ରଚାର କରିବା ଥିଲା ତାଙ୍କର ଉଦ୍ଦେଶ୍ୟ। ଗାନ୍ଧୀ ଚାହୁଁଥିଲେ ହିନ୍ଦୁ ମୁସଲମାନମାନଙ୍କର ମିଶ୍ରଣ। ପ୍ରେମଚାନ୍ଦ ଲେଖୁଥିଲେ ହିନ୍ଦୀ ଉର୍ଦ୍ଦୁ ମିଶା କବିତା, ଗଳ୍ପ ଏଭଳି। ଗାନ୍ଧୀ ଚାହୁଁଥିଲେ ଚାଷୀ ମୂଲିଆଙ୍କର ଜାଗରଣ। ପ୍ରେମଚାନ୍ଦ ନିଜ ଲେଖାରେ ଦେଉଥିଲେ ଚାଷୀ ମୂଲିଆଙ୍କୁ ଚେତାବନୀ। ସେଥିପାଇଁ ବହୁ ନିର୍ଯାତନା ମଧ୍ୟ ସହ୍ୟ କରିବାକୁ ପଡ଼ୁଥିଲା ଓ ଶେଷରେ ସରକାରୀ ଚାକିରି ମଧ୍ୟ ଛାଡ଼ିବାକୁ ପଡ଼ିଥିଲା ପ୍ରେମଚାନ୍ଦଙ୍କୁ। ଜନତାର ସମ୍ମାନ ଯାହାଙ୍କ କପାଳରେ ଲେଖାଥିଲା, ଚାକିରିର ସୀମିତ ସମ୍ମାନରେ ତାଙ୍କ ମନ ମାନିଥାନ୍ତା ବା କେମିତି? ବାସ୍ତବରେ ତାଙ୍କ ସ୍ୱଭାବ ଚାକିରି ମନୋବୃତ୍ତିର ସମ୍ପୂର୍ଣ୍ଣ ପ୍ରତିକୂଳ ଥିଲା। ପରାଧୀନ ଚାକିରି ଓ ସ୍ୱାଧୀନ କଲମ, ଏ ଦୁଇଟି କେବେ ଏକତ୍ର ରହିପାରନ୍ତି ନାହିଁ। ସ୍ୱାଧୀନ କଲମ ଧରି ଚାକିରିରେ ପଶି କେବେ କାହାରି ଦିନ ଭଲରେ ଯାଇନି। ପ୍ରେମଚାନ୍ଦଙ୍କର ମଧ୍ୟ କିପରି ବା ଯାଇଥାନ୍ତା? ପ୍ରେମଚାନ୍ଦଙ୍କ ପିତା ଥିଲେ ଗୋଟିଏ ପୋଷ୍ଟ ଅଫିସର କିରାଣୀ। ପ୍ରଥମେ ସ୍କୁଲ ଶିକ୍ଷକ ଓ ପରେ ସ୍କୁଲ ପରିଦର୍ଶକ ଭାବରେ ପ୍ରେମଚାନ୍ଦ ଚାକିରି କରିଥିଲେ। ସେ ଯେତେବେଳେ ସୋଜେ ବତନ ନାମକ ଏକ ଦେଶପ୍ରେମ ପୁସ୍ତକଟିଏ ଲେଖିଲେ, ସେତେବେଳେ ସରକାରଙ୍କର କୋପଦୃଷ୍ଟିରେ ପଡ଼ିଲେ। ଜିଲ୍ଲା ହାକିମ କଲେକ୍ଟର ସାହେବ ଦିନେ ତାଙ୍କୁ ଡାକି କହିଲେ, ତୁମର ଭାଗ୍ୟ ଭଲ, ତୁମେ ପରମ ଦୟାଳୁ ଇଂରେଜ ସରକାରଙ୍କ ବାହାଦୁରଙ୍କ ରାଜ୍ୟରେ ଘର କରି ରହିଛ। ନଚେତ୍ ଅନ୍ୟ ଯଦି କେଉଁଠି ରହିଥାନ୍ତ, ତେବେ ତୁମର ହାତ ଦୁଇଟି କାଟି ଦିଆଯାଇଥାନ୍ତା। ଆଜି ଯଦି ସେ ହାକିମ ବଞ୍ଚିଥିବେ, ତେବେ ଲମହି ଗ୍ରାମରେ ପ୍ରେମଚାନ୍ଦଙ୍କର କୀର୍ତ୍ତିସ୍ତମ୍ଭ ଦେଖି ମନେ ମନେ ସଙ୍କୁଚିତ ହେଉଥିବେ ନିଶ୍ଚୟ। ପ୍ରେମଚାନ୍ଦ ଯେତେବେଳେ ସ୍କୁଲ ଶିକ୍ଷକ ଥିଲେ, ସେତେବେଳେ ଦିନେ ସ୍କୁଲ ଇନ୍ସପେକ୍ଟର ତାଙ୍କ ସ୍କୁଲ ପରିଦର୍ଶନ କରିବା ପାଇଁ ଆସିଥିଲେ।
ଇନ୍ସପେକ୍ଟର ସ୍କୁଲ ପରିଦର୍ଶନ ସାରି ଚାଲିଯିବା ପରେ ପ୍ରେମଚନ୍ଦ ଘରକୁ ଫେରିଯାଇ ଦାଣ୍ଡ ପିଣ୍ଡାରେ ଗୋଟିଏ ଖଟିଆରେ ବସି ଖବରକାଗଜ ପଢ଼ୁଥାନ୍ତି। ତାଙ୍କର ଠିକ୍ ନଜର ନାହିଁ। ଇନ୍ସପେକ୍ଟର ସାହେବ କେତେବେଳେ ସେହି ରାସ୍ତା ପାରି ହୋଇ ଯାଉଥିଲେ। ଇନ୍ସପେକ୍ଟର ସାହେବ ଯେତେବେଳେ ଦେଖିଲେ ପ୍ରେମଚନ୍ଦ ନିଜ ଆସନରୁ ଉଠି ତାଙ୍କୁ ନମସ୍କାର କଲେ ନାହିଁ, ସେତେବେଳେ ସେଠି ସେ ମଟର ରଖି ଓହ୍ଲାଇ ପଡ଼ିଲେ। ପ୍ରେମଚନ୍ଦକୁ ପଚାରିଲେ, ଆପଣ କ'ଣ ଉପର ହାକିମକୁ ସମ୍ମାନ କରିବାର ସାଧାରଣ ଶିଷ୍ଟାଚାର ଶିଖିନାହାନ୍ତି? ପ୍ରେମଚନ୍ଦ ସଙ୍ଗେ ସଙ୍ଗେ ନମ୍ର ଅଥଚ ନିର୍ଭୀକ ଭାବରେ କହିଲେ, ମୁଁ ଆପଣଙ୍କୁ ଦୂରରୁ ଚିହ୍ନିପାରି ନାହିଁ। ତଥାପି ମୁଁ କହିବାକୁ ଚାହେଁ ଯେ ମୁଁ ଅଫିସରେ ଥିଲାବେଳେ ଅଫିସରଙ୍କୁ ଯଥାର୍ଥ ସମ୍ମାନ ଦେଖାଏ, କିନ୍ତୁ ଘରକୁ ଫେରି ଆସିଲେ ନିଜ ଘରେ ନିଜକୁ ମୁଁ ବାଦଶାହ ବୋଲି ମନେ କରେ। ଏହା ଶୁଣି ହାକିମ ଚୁପ୍ ହୋଇଗଲେ। ପ୍ରେମଚନ୍ଦ କେବଳ ନିର୍ଭୀକ ନଥିଲେ, ନିର୍ଲୋଭୀ ମଧ୍ୟ ଥିଲେ। ତାଙ୍କର ଦୃଷ୍ଟିରେ ସବୁଠୁ ବଡ଼ ଥିଲା ଆତ୍ମସମ୍ମାନ, ତାପରେ ଧନ ସମ୍ପଦ, ଆଉ ଯାହା କିଛି। ସେ ଚାକିରି ଛାଡ଼ିଦେଇ ଘରେ ବସି ଗଳ୍ପ ଉପନ୍ୟାସ ଲେଖୁଥାନ୍ତି। ଦିନେ ହଠାତ୍ ଆଲୱାର ରାଜ୍ୟର ରାଜାଙ୍କ ନିମନ୍ତ୍ରଣ ଆସିଲା ତାଙ୍କର ସେକ୍ରେଟାରୀ ହେବା ପାଇଁ। ମାସକୁ 400 ଟଙ୍କା ଦରମା, ମୋଟର ଗାଡ଼ି, ବଡ଼ ବଙ୍ଗଳା, ସୌଭାଗ୍ୟର ସବୁ ଉପାଦାନ ଏକାଠି ଠୁଳ ହୋଇ ସେହି ଚାକିରିରେ। କିନ୍ତୁ ସେ ମନା କରିଦେଲେ। ନ ହେଉ ରାଜସିଂହାସନ, କାହା ପାଖରେ ଗୋଡ଼ ଭାଙ୍ଗି ଠିଆ ହୋଇ ହାଁ ଜି କରିବା ତାଙ୍କ ପକ୍ଷରେ ଅସମ୍ଭବ ଥିଲା। ପ୍ରେମଚନ୍ଦ କହିଥିଲେ, ଲେଖକ ଯେଉଁଦିନ ହାଁ ଜି କରିବ ଦୁନିଆରେ, ସେହିଦିନ ବୁଝିବାକୁ ହେବ ସ୍ୱାଧୀନତାର ଶେଷ ମୁହୂର୍ତ୍ତ ଆସିଗଲା। କାରଣ ଲେଖକ ହିଁ ଜାତୀୟ ସ୍ୱାଧୀନତାର ପ୍ରଧାନ ପ୍ରହରୀ। ଏହାଛଡ଼ା ସବୁ ଦେଶରେ ସବୁ ଯୁଗରେ ଲେଖକ ଜାତି ଗୋଟିଏ ସ୍ୱାଧୀନ ଜାତି ଅଟେ। ଥରେ ଉତ୍ତରପ୍ରଦେଶର ସେକାଳର ଲାଟ ସାହେବ ପ୍ରେମଚନ୍ଦଙ୍କୁ ରାୟ ବାହାଦୁର ପଦ ଦେବା ପାଇଁ ଜଣେ ବନ୍ଧୁଙ୍କ ଜରିଆରେ ନିମନ୍ତ୍ରଣ କଲେ। ପ୍ରେମଚନ୍ଦ ସେହି ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲେ। ଲାଟ ସାହେବଙ୍କ ଲୋକଙ୍କୁ ସେ କହିଲେ, ମୁଁ ସରକାରଙ୍କଠାରୁ ବାହାଦୁରୀ ନେବାର ଯୋଗ୍ୟ ଲୋକ ନୁହେଁ। ଯଦି ଏ ଦେଶର କୃଷକମାନେ ମୋତେ ବାହାଦୁରୀ ଦିଅନ୍ତି, ତେବେ ତାହା ମୁଁ ନତମସ୍ତକରେ ଗ୍ରହଣ କରିବି। ଯେଉଁ ରାୟ ସାହେବ ରାୟ ବାହାଦୁର ପଦ ପାଇଁ ଲାଳାୟିତ ହୋଇ ଅନେକ ଲୋକ ଯେକୌଣସି ହୀନ କାର୍ଯ୍ୟ କରିବା ପାଇଁ ମଧ୍ୟ କୁଣ୍ଠାବୋଧ କରନ୍ତି ନାହିଁ, ସ୍ୱାଧୀନଚେତା ପ୍ରେମଚନ୍ଦ ତାହାକୁ ହସି ହସି ପଦାଘାତ କରି ଆଡ଼େଇ ଦେଇଥିଲେ। ପ୍ରେମଚନ୍ଦ ଦେଖିବାକୁ ଭାରି ସାଧାସିଧା, ଆଦୌ ଆଡ଼ମ୍ବରର ପକ୍ଷପାତୀ ନଥିଲେ। ଏମିତିକି ତାଙ୍କ ଘରେ ଖଣ୍ଡେ ଟେବୁଲ କି ଚୌକି ପର୍ଯ୍ୟନ୍ତ ସେ ରଖୁନଥିଲେ। ମାଟିକୁ ସେ ମହା ଆସନ ମନେକରି ତାହାରି ଉପରେ ବିଛଣା କରି ବସୁଥିଲେ। ତାଙ୍କ ନିକଟକୁ ଅନେକ ରାଜା ମହାରାଜା ସାକ୍ଷାତ ପାଇଁ ଆସୁଥିଲେ, କିନ୍ତୁ ସେମାନେ ବି ସେଇଠି ବସା ଉଠା କରି ଯାଉଥିଲେ। ଜିନିଷପତ୍ର ଜଞ୍ଜାଳ ବଢ଼ାଇବା ପାଇଁ ସେ ଆଦୌ ଚାହୁଁନଥିଲେ। ତାଙ୍କର ବିଶ୍ୱାସ ଥିଲା, ଅଧିକ ଜିନିଷପତ୍ର ଆହରଣ ହିଁ ଅଧିକ ଦୁଃଖର କାରଣ ହୋଇଥାଏ। ନିଜ କାମ ନିଜ ହାତରେ କରିବା ପାଇଁ ତାଙ୍କର ଏମିତି ଅଭ୍ୟାସ ଥିଲା ଯେ ଘରେ ଚାକର ଥିଲେ ମଧ୍ୟ ସେ ଆପେ ଆପେ ଆପଣା କାମ କରି ନେଉଥିଲେ। ହିନ୍ଦୀ ସାହିତ୍ୟକୁ ପ୍ରେମଚନ୍ଦ ହିଁ ସର୍ବପ୍ରଥମେ ଲୋକପ୍ରିୟ କରିଥିଲେ। ଯେଉଁ ହିନ୍ଦୀ ଭାଷା ଆଜି ଏତେ ପ୍ରସାର ଲାଭ କରିଛି, ସେହି ହିନ୍ଦୀକୁ ସେ ତାଙ୍କ ଲେଖନୀ ବଳରେ ଲୋକଲୋଚନକୁ ଆଣିପାରିଥିଲେ। ପୁସ୍ତକ ପୁସ୍ତିକା ଓ ପତ୍ରପତ୍ରିକା ଦ୍ୱାରା ଜନଚେତନାକୁ ଜାଗ୍ରତ କରିବା ସାଙ୍ଗେ ସାଙ୍ଗେ ସେ ମୁଦ୍ରଣ ଶିଳ୍ପର ଅଭିବୃଦ୍ଧି ପାଇଁ ମଧ୍ୟ ଉଦ୍ୟମ କରିଥିଲେ। ଆହ୍ଲାବାଦ ଓ ବନାରସରେ ତାଙ୍କ ପ୍ରତିଷ୍ଠିତ ପ୍ରେସ୍ ଗୁଡ଼ିକ ଏବେ ମଧ୍ୟ ଦେଶ ସେବାରେ ନିୟୋଜିତ ଅଛନ୍ତି। ହଂସ ଓ ସରସ୍ୱତୀ ପ୍ରେସ୍ ଦୁଇଟି ଜଣାଶୁଣା। ହଂସ ବାହନରେ ସରସ୍ୱତୀଙ୍କ ପରି ଉଭୟ ପ୍ରେସ୍ ଜ୍ଞାନ ବିତରଣରେ ଲାଗିଛନ୍ତି। ପ୍ରେମଚନ୍ଦଙ୍କ ବିଷୟ ଆଲୋଚନା କଲାବେଳେ ରୁଷ ଲେଖକ ମାକ୍ସିମ୍ ଗର୍କିଙ୍କ କଥା ସ୍ୱତଃ ମନେ ପଡ଼େ। ପ୍ରେମଚନ୍ଦଙ୍କ ଗୋଦାନ ଓ ଗର୍କିଙ୍କ ମା ପୁସ୍ତକ ସତେ ଯେପରି ଗୋଟିଏ ଚିନ୍ତାରେ ଗଢ଼ା ହୋଇଛି। ଗୋଦାନରେ ଚିତ୍ରିତ ହୋଇଛି କୃଷକର ଦୁଃଖ ଦୁର୍ଦ୍ଦଶା, ମାରେ ଚିତ୍ରିତ ହୋଇଛି କଳକାରଖାନାରେ କାମ କରୁଥିବା ମଜଦୁରର ଦୁଃଖ ଦୁର୍ବିପାକ। ଏଣୁ 1960 ମସିହା ଅଗଷ୍ଟ ମାସରେ ମସ୍କୋଠାରେ ଯେଉଁ ପ୍ରାଚ୍ୟ ସମ୍ମିଳନୀ ହୋଇଥିଲା, ସେଠାରେ ଜଣେ ରୁଷ ପଣ୍ଡିତ ଯଥାର୍ଥରେ କହିଥିଲେ, ପ୍ରେମଚନ୍ଦ ହିଁ ଭାରତର ଗର୍କି। ପ୍ରେମଚନ୍ଦଙ୍କ ପୁସ୍ତକ ଅଧ୍ୟୟନ କଲାବେଳେ ଓଡ଼ିଆ ଔପନ୍ୟାସିକ
ଫକୀର ମୋହନଙ୍କ କଥା ମନେ ଭାସି ଉଠେ। ଉଭୟ ଥିଲେ ଚିରରୁଗ୍ନ, ବାଲ୍ୟକାଳରୁ ମାତୃହୀନ, ଦାରିଦ୍ର୍ୟ ନିପୀଡ଼ିତ, କିନ୍ତୁ ଦୁହେଁ ଥିଲେ ଦୁଇଟି ଜାତିର ଭାଷା ଓ ସାହିତ୍ୟର ସଜାଗ ପ୍ରହରୀ। ପ୍ରେସ୍, ପତ୍ରିକା ଓ ପୁସ୍ତକ ଜରିଆରେ ଉଭୟ ନିଜ ନିଜ ଭାଷା ଓ ସାହିତ୍ୟକୁ ଆଗେଇ ନେଇଛନ୍ତି। ଦୁହିଁଙ୍କର ଅଦ୍ଭୁତ କୃତିତ୍ୱ କଥା ବିଚାର କଲେ ବିସ୍ମିତ ହେବାକୁ ହୁଏ। ସେହି ଦୁଇଟି ଅସ୍ଥି ପଞ୍ଜରା ଭିତରେ ଶତ ସିଂହର ବଳ ଲୁକ୍କାୟିତ ଥିଲା କିପରି? ପ୍ରତିଭାର ପ୍ରଖର ଦୀପ୍ତି ପ୍ରଚ୍ଛନ୍ନ ଥିଲା କିପରି? ବାସ୍ତବିକ ମନରେ ବଳ ହିଁ ପ୍ରକୃତ ବଳ ଅଟେ। ସେହି ବଳରେ ବଳିୟାନ ବ୍ୟକ୍ତି ପଙ୍ଗୁ ହେଲେ ମଧ୍ୟ ଗିରି ଲଙ୍ଘିପାରେ। ତାହା ହିଁ ଘଟିଥିଲା ପ୍ରେମଚାନ୍ଦ ଓ ଫକୀର ମୋହନଙ୍କ ଜୀବନରେ।